ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଗଛ କଟାକୁ ବିଜେଡିର ବିରୋଧ। ବାରିପଦା ସହର ପାଲବଣୀ ବାଇପାସଠାରେ ପତିତ ଜମିରେ ହେବାକୁ ଥିବା ନୂତନ ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇ ଉକ୍ତ ଜମିରେ ଚାଲିଥିବା ହଜାର ହଜାର ଗଛ କଟାଯାଉଥିବା ପ୍ରତିବାଦରେ ଆଜି ମୟୂରଭଞ୍ଜ ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୂତନ ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏନେଇ ଏତେ ପରିମାଣରେ ଗଛ କାଟିବାକୁ ତୀବ୍ର ନିନ୍ଦା କରି ପ୍ରଧାନମନ୍ତ୍ରୀଙ୍କ ମା ପାଇଁ ଗଛଟିଏ କଥାକୁ ମନେ ପକାଇ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛି ବିଜେଡି। କିନ୍ତୁ ଆମେ ଯେତେବେଳେ ପ୍ରାକ୍ଟିକାଲି ଦେଖିଲୁ ଆମେ ଜାଣିଥିଲୁ ବସ୍ଷ୍ଟାଣ୍ଡ ଗୋଟେ ଜାଗାରେ ହେବାକୁ ଯାଉଛି ଏବଂ ଆମେ ଜାଣିନଥିଲୁ କି ଏତେ ସଂଖ୍ୟାରେ ଗଛ ସେଠି କଟାଯିବ। ଆପଣ ଜାଣିଛନ୍ତି ସେ ଅଞ୍ଚଳଟା ହେମିଂଟନ ଇଲାକା ଥିଲା। ହେମିଂଟନ ସାହେବ କିଛି ଗଛ ଲଗାଇଥିଲେ ବହୁତ ଦିନ ପୂର୍ବରୁ। ବାରିପଦା ଟାଉନ ତା ପାଇଁ ନାଁ ମଧ୍ୟ ଥିଲା ଏବଂ ତା ଭିତରେ ମଧ୍ୟ ଗୋଟେ ସମୟରେ ଫରେଷ୍ଟ ଡିପାର୍ଟମେଣ୍ଟ ବି ଗଛ ଲଗାଇଥିଲେ। କିନ୍ତୁ ସେଠି ଆମେ ଦେଖିଲୁ ଯେତେବେଳେ ମାନେ କାମ କରିବା ପାଇଁ ଗଲେ ହଜାର ହଜାର ସଂଖ୍ୟାରେ ଗଛ କଟାଗଲା, ଯୋଉଟା ଆମେ ନୁହେଁ ବାରିପଦା ସହର ସହିତ ମୟୂରଭଞ୍ଜ ଜିଲ୍ଲା ଏବଂ ପରିବେଶବିତ ମାନେ ସମସ୍ତେ ତାକୁ ବିରୋଧ କରୁଛନ୍ତି। ତେଣୁ ଆମେ ସେଇ ଦୃଷ୍ଟିକୁ ଆକର୍ଷଣ କରିବା ପାଇଁ କଲେକ୍ଟର ପାଖକୁ ଆସିଥିଲୁ। ସେଠି ଗଛ କଟା ଆପଣ ଆଗ ଷ୍ଟପ୍ କରନ୍ତୁ ଏବଂ ଯୋଉଠି ଗଛ କଟା ନ ଯିବ ଯାଇକିରି ଜାଗା ଦିଆଯାଇପାରିବ ସେଭଳି ଜାଗାରେ ଆପଣ ବସ୍ଷ୍ଟାଣ୍ଡ କରନ୍ତୁ, କୌଣସି ଏନି ଡେଭଲପମେଣ୍ଟ କରନ୍ତୁ, ଆମକୁ କିଛି ଆପତ୍ତି ନାହିଁ। ଏବଂ ସେଟା ଷ୍ଟ୍ରିକ୍ଟଲି ଆମେ କଲେକ୍ଟରଙ୍କୁ ଆଜି ଅନୁରୋଧ କରୁଛୁ, ଆପଣ ଦୟାକରି ସେଠି ଗଛ କଟା ବନ୍ଦ କରନ୍ତୁ। ଜିଲ୍ଲାପାଳ କହିଛନ୍ତି ସେଠି ଆଉ ଗଛ କଟା ଯିବନି। ନାଇଁ ସେଟା ସେ ତାଙ୍କ କଥା ତାଙ୍କ ପାର୍ଟ ସେଟା ଦେଖିବେ। ବଟ୍ ଆମର ଇସ୍ୟୁଜ ଥିଲା ଯୋଉ ହ୍ୟୁଜ ପରିମାଣରେ ଯୋଉ ଗଛ କଟା ହଉଛି, ଆପଣ ଜାଣିଛନ୍ତି ବର୍ତ୍ତମାନ ସାରା ପୃଥିବୀ ମଣିଷ ସମାଜ ପାଇଁ ଜଙ୍ଗଲ ଆବଶ୍ୟକତା ହଉଛି ଏବଂ ଆମ ଦେଶର ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ଲୋକମାନେ କନସିୟସ୍ ଯୋଉମାନେ ସେମାନେ କହୁଛନ୍ତି ଗଛ ରହୁ, ଗଛ ରହିଲେ ଜଙ୍ଗଲ ରହିଲେ ପରିବେଶ ରହିଲେ ମଣିଷ ରହିବ, ସମାଜ ରହିବ। ତେଣୁ ଏବଂ ଏବେକାର ପ୍ରଧାନମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏ ଅଛନ୍ତି ଆମର ମୋଦିଜୀ ଯିଏ ଅଛନ୍ତି, ମୋଦିଜୀ ବି କହୁଛନ୍ତି ମା ପାଇଁ ଗଛଟି କହିକି ସାରା ଭାରତ ବର୍ଷରେ ଗୋଟେ ଇଏ ଚାଲିଛି, ସ୍ଲୋଗାନ ଚାଲିଛି ଏବଂ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ସେଥିରେ ମଧ୍ୟ ବହୁ ଲୋକ ସାମିଲ ହେଇଥିଲେ। ଆମେ ବି ତାକୁ ସ୍ୱାଗତ କରୁଛୁ, ଭଲ କଥା, କିଛି କହିବାର ନାହିଁ। ସେଇ ସମୟରେ ସେଭଳି ଅବସ୍ଥାରେ ଏଠି ସେ ସରକାର ଡବଲ ଇଞ୍ଜିନ ସରକାର ଚାଲିଛି, ସେଇ ସରକାର ଚାଲିଛି, ତାଙ୍କର ଆଦେଶରେ ତାଙ୍କର ନିର୍ଦ୍ଦେଶରେ ସରକାର ଚାଲିଛି। ଏଠି ବିଜେପି ସରକାର ଅଛି, ସେମାନେ ଏଭଳି କରିବାଟା କେତେ ଦୂର ଯୁକ୍ତି ଇଏ ସେଟା ସେମାନେ ଦେଖିବାର ଆବଶ୍ୟକତା ଅଛି। ତେଣୁ ଆମେ ତାକୁ ଦୃଢ ବିରୋଧ କରୁଛୁ। ଆଜି ଇଏ ତରଫରୁ ଦଳ ତରଫରୁ ବିଜେଡି ମୟୂରଭଞ୍ଜ ତରଫରୁ ଆମେ ସମସ୍ତେ ଥିଲୁ। ଏଠି ରାଜୁ ଭାଇ ଅଛନ୍ତି, ପୂର୍ବତନ ବିଧାୟକ, ସାନ୍ଦୋ ଅଛନ୍ତି ପୂର୍ବତନ ବିଧାୟକ ସ୍ପିକର, ଏଠି ଜିଲ୍ଲା ପରିଷଦ ଭାରତୀ ହାସ୍ତା ଅଛନ୍ତି, ଏଠି ଦିଦି ସରୋଜ ମିନିଷ୍ଟର ଅଛନ୍ତି, ବାଦଲ ଅଛନ୍ତି ମ୍ୟୁନିସିପାଲିଟି ଚେୟାରମ୍ୟାନ ଅଛନ୍ତି, ଏସଡିସି ଚେୟାରମ୍ୟାନ ଅଛନ୍ତି, ଏଠି ଭାଇ ଆମର ଦେବାଶିଷ ବାନାଡି ଏଠି ଅଛନ୍ତି, ଦୀପ୍ତିଲତା ଅଛନ୍ତି, ଆମ ନରେନ୍ଦ୍ର ମାନେ ଅଛନ୍ତି, ସମସ୍ତେ ୱାର୍ଡ କାଉନସିଲର ସମସ୍ତେ ବି ଆସିକରି ଏଠି ଆମେ ଦେଖା କଲୁ ଏବଂ କଲେକ୍ଟରଙ୍କୁ କହିଛୁ ସେ ଜାଗାରେ ଗଛ କଟା ଆଗ ଷ୍ଟପ୍ କରାଯାଉ ଏବଂ another suitable land may be find out for the same purpose or any developmental work। ମୟୂରଭଞ୍ଜରୁ ସଞ୍ଜୀବ କୁମାର ରଞ୍ଜିତଙ୍କ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।